ଜଙ୍ଗଲ ଭିତରେ ସୁନସାନ ସଡ଼କ, ଆଉ ସେଇ ସୁନସାନ ସଡ଼କରେ ଜଣେ ଯୁବତୀଙ୍କର ଚିତ୍କାର। କାର ରଖି ଜଣେ ଯୁବକ ଯୁବତୀ ସହ ଯାହା କରୁଥିଲେ ସେ କଥା ବଖାଣିବା ଏତେ ସହଜ ନୁହେଁ ଆଜ୍ଞା। ଯୁବତୀ ଚିତ୍କାର କରି ଚାଲିଥିଲା। ନୃଶଂସ ନିଜ ଦେହର ଭୋକ ମେଣ୍ଟାଇବାକୁ ସବୁ ସୀମା ପାର କରିଦେଇଥିଲା। ସେ ଯୌନ ରାକ୍ଷସ ନିଜ ଦେହର ଭୋକ ମେଣ୍ଟାଇବା ବେଳେ ଏମିତି କାମ କରିଥିଲା ଯେ ଯୁବତୀର ସବୁ ଫାଟି ରକ୍ତ ବାହାରୁଥିଲା। ଆଉ ଯୁବତୀକୁ ଏତେ ଜୋରରେ କଷ୍ଟ ହେଉଥିଲା ଯେ ସେ ଚିତ୍କାର କରି ଚାଲିଥିଲା। ହେଲେ ସେ ଅମଣିଷ ନିଜ ଯୌନ ଲାଳସାକୁ ଚରିତାର୍ଥ କରିବାକୁ ସବୁ ସୀମା ପାର କରିଦେଇଥିଲା। ଶେଷରେ ଏତେ ଜୋରରେ ରକ୍ତସ୍ରାବ ହେଉଥିଲା ଯେ ଯୁବତୀ ଛଟପଟ ହେଇ ବେହୋସ ହୋଇଯାଇଥିଲା। ଆଉ କିଛି ସମୟ ପରେ ସବୁଦିନ ପାଇଁ ଆଖି ବି ବୁଜି ଦେଇଥିଲା। ହେଲେ ସେ ଶୈତାନ ତାକୁ ହସ୍ପିଟାଲ ନେବା ବଦଳରେ ନିଜ ମଉସା ଆଉ ମାମୁଁ ପୁଅ ସହାୟତାରେ ଯୁବତୀକୁ ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ଏ କାହାଣୀ ଭାରି ଭୟାନକ କାହାଣୀ ଆଜ୍ଞା। ଏ କାହାଣୀ ଜାଣିବା ପରେ ଆପଣଙ୍କ ଝିଅ ଯଦି ପଢ଼ିବାକୁ ଯାଉଛି ତେବେ ଆପଣ ନିଶ୍ଚିତ ସତର୍କ ହୋଇଯିବେ, ଏଥିରେ ଟିକିଏ ବି ସନ୍ଦେହ ନାହିଁ ଆଜ୍ଞା। କିନ୍ତୁ ପୋଲିସ ବାବୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ଆକ୍ସନ୍ ନେବା ଆରମ୍ଭ କରିଥିଲେ। ଆଉ 24 ଘଣ୍ଟା ନ ପୂରୁଣୁ ସବୁ ସତ ସାମ୍ନାକୁ ଆଣିବା ସହିତ ଅପରାଧୀକୁ ଗିରଫ ବି କରିଥିଲେ। ପୁରା ଘଟଣା ଜାଣିବାକୁ ଆସନ୍ତୁ ଆରମ୍ଭ କରିବା ଆଜିର ଏ ହୃଦୟ ବିଦାରକ କାହାଣୀ। ଝିଅ ଏକ୍ଜାମ୍ ଦେବାକୁ ଯାଇ ଘରକୁ ଫେରିବା ବଦଳରେ ଜଣେ ଯୁବକ ସହ ବୁଲିବାକୁ ଯାଇଥିଲା। ଝିଅର ଡେରି ହେବା ଦେଖି ମା ଝିଅକୁ କଲ୍ କରି ପଚାରିଲା, କେତେବେଳେ ଆସିବୁ? ସେ କହିଲା, ଆଜି ସବୁ ପରୀକ୍ଷା ସରିଗଲା, ତେଣୁ ମୁଁ ମୋ ସାଙ୍ଗ ଘରକୁ ଯାଉଛି, 4ଟା ବେଳେ ଘରକୁ ଫେରିବି। ଦିନ ଯାଇ ରାତି ହେଲା, ଝିଅ କିନ୍ତୁ ଘରକୁ ଫେରିନଥିଲା। ଝିଅ ଘରକୁ ନ ଫେରିବା, ଫୋନ୍ ସୁଇଚ୍ ଅଫ୍ ହେବା ଯେମିତି ପରିବାରର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ପରିବାର ଲୋକେ ସବୁ ସାଙ୍ଗକୁ କଲ୍ କଲେ, ଅନେକ ଆଡ଼େ ଖୋଜାଖୋଜି କଲେ, ହେଲେ ଝିଅର କିଛି ଖୋଜ ଖବର ମିଳିପାରିଲାନି ଆଜ୍ଞା। ପରଦିନ ଝିଅ ତ ମିଳିଲା, ହେଲେ ସେ ଝିଅ ଜଙ୍ଗଲ ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଲା। ଯେଉଁ ଝିଅ କେବେ ଆଉ କଥା କହିବାର ନଥିଲା କି ହଲଚଲ ବି ହେବାର ନଥିଲା। ପୋଲିସ ପହଞ୍ଚିଲା, ତଦନ୍ତ ଆରମ୍ଭ କଲା। ଘଟଣା ବିଷୟରେ ଜାଣିବାକୁ ପ୍ରାଣପଣେ ଚେଷ୍ଟା ବି କଲା। ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତ ସହ ଏଥିରେ ସହଯୋଗ କରିଥିବା ଅନ୍ୟ 2 ଜଣଙ୍କୁ ମଧ୍ୟ ଗିରଫ ବି କଲା। ଆଉ ସତ ସାମ୍ନାକୁ ଆଣିବାକୁ ସେଇ 3 ଜଣଙ୍କୁ ଜେରା କଲାବେଳେ ସବୁ ସତ ସାମ୍ନାକୁ ଆସିଗଲା। ଏ କାହାଣୀ ଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଗୋଟେ କଲେଜ ପଢ଼ୁଆ ଯୁବତୀର କାହାଣୀ। ସେଦିନ ଏହି ଯୁବତୀ ଅଙ୍କିତା ପ୍ରିୟଦର୍ଶିନୀ ପରୀକ୍ଷା ଦେଇ କଲେଜରୁ ବାହାରିଲା ବେଳେ ଏହି ଯୁବକ ଜଗା ଏକ କିଆ କାର୍ ଧରି ତାକୁ ନେବାକୁ ଅପେକ୍ଷା କରିଥିଲା। ଅଙ୍କିତା ଆଉ ଜଗା ଭିତରେ ଆଗରୁ ସମ୍ପର୍କ ଥିଲା। ଉଭୟଙ୍କୁ ଆଗରୁ ବେଶ ଭଲ ଭାବରେ ଜାଣିଥିଲେ। ସେ ତାକୁ କାର୍ରେ ବୁଲେଇ ନେବାକୁ ଯାଇ ଗୋଟେ ନିଛାଟିଆ ଜଙ୍ଗଲ ଭିତରକୁ ନେଇଥିଲା। ଆଉ 3 ଘଣ୍ଟା ଧରି ଅଙ୍କିତା ସହିତ ଯାହା କରିଥିଲା, ଅଙ୍କିତାର ରକ୍ତ ବୋହିବା ବନ୍ଦ ହେଉନଥିଲା। ଅଧିକ ରକ୍ତ ବୋହିବାରୁ ଡ୍ରେସ୍ରେ ବି ରକ୍ତ ଲାଗିଯାଇଥିଲା ଆଜ୍ଞା। ଯାହାଫଳରେ ଜଗା ଅଙ୍କିତାକୁ ନେଇ ପୁଣି କାମାକ୍ଷାନଗର ଯାଇଥିଲା। ସେଠି ଜଗା ତା ମାମୁଁ ପୁଅ ଭାଇ ମଦନ ସହଯୋଗରେ ପେଣ୍ଟି, ନାପକିନ୍, ଚକୋଲେଟ୍ ଆଉ ଆଇସ୍କ୍ରିମ୍ ବି କିଣିଥିଲା। ସବୁ ପ୍ରକାର ଚେଷ୍ଟା ପରେ ବି ଅଙ୍କିତାର ରକ୍ତ ବନ୍ଦ ହେବାର ନାଁ ନେଉନଥିଲା। କିଛି ସମୟ ପରେ ଅଙ୍କିତା ଚେତାଶୂନ୍ୟ ହେବା ପରେ ଜଗା ନିଜ ମଉସା ଆଉ ମାମୁଁ ପୁଅକୁ ଡାକିଥିଲା। କିନ୍ତୁ ସେତେବେଳକୁ ଅଙ୍କିତା ଏ ଦୁନିଆ ଛାଡ଼ି ଦେଇଥିଲା। 3 ଜଣ ମିଶି ଶେଷରେ ଏକ ଯୋଜନା କଲେ। ଆଉ ରାତି 10ଟାରେ ଅଙ୍କିତାକୁ ଜଙ୍ଗଲ ଭିତରେ ଫିଙ୍ଗି ସାରିବା ପରେ ରକ୍ତ ଲଗା ଚୁନି, ଚପଲକୁ ନେଇ ଅନ୍ୟ ଏକ ଜାଗାରେ ଫିଙ୍ଗି ଦେଇଥିଲେ। ପରଦିନ ପୋଲିସ ତଦନ୍ତ କରି ଜଣେ ପରେ ଜଣେ ସହଯୋଗୀ ଗିରଫ କରିବା ପରେ ସବୁ ସତ ସାମ୍ନାକୁ ଆସିଲା। ଆଉ ଶେଷରେ ଜଗା ଗିରଫ ହେବା ପରେ ପୋଲିସ ସିନ୍ ରିକ୍ରେସନ୍ କରିଥିଲା। ଆଉ ସେହି ସିନ୍ ରିକ୍ରେସନ୍ରେ ସେଦିନର ଭୟାନକ କାହାଣୀ ନିଜେ ଜଗା ବଖାଣିଥିଲା। ନିଜକୁ ଜଣେ ଗାଡ଼ି ମାଲିକ କହିଥିବା ଜଗା ଜଣେ ଡ୍ରାଇଭର ଥିଲା। ଆଉ ଅଙ୍କିତାକୁ ନିଜ ପ୍ରେମ ଜାଲରେ ଫସାଇଥିବା କଥା ଅନୁମାନ କରାଯାଉଥିବା ବେଳେ ଢେଙ୍କାନାଳ ଏସ୍ପି ନିଜେ ପ୍ରେସ୍ ମିଟ୍ କରି ସବୁ ଖୁଲାସା କରିଥିବା ଜଣାପଡ଼ିଛି ଆଜ୍ଞା। ପ୍ରକୃତରେ ଘଟଣା ଆମକୁ ଅନେକ କିଛି ଭାବିବାକୁ ବାଧ୍ୟ କରୁଛି ଆଜ୍ଞା। ସତରେ କ'ଣ ଆଜିକାଲି ଝିଅମାନେ ସୁରକ୍ଷିତ? ଯଦି ଗୋଟେ ଗାଉଁଲି ଅଞ୍ଚଳରେ ଏମିତି ଘଟିପାରୁଛି, ତେବେ ସହର କଥା କିଏ ପଚାରେ ଆଜ୍ଞା। ଏ ଘଟଣାରେ ଆମେ ପୋଲିସକୁ ଜମା ବି ଦାୟୀ କରୁନୁ ଆଜ୍ଞା। ପୋଲିସ ତ ନିଜ କର୍ତ୍ତବ୍ୟ ଠିକ୍ ଭାବରେ କରିଛି। ଆଉ ଖୁବ୍ ଶୀଘ୍ର ଅପରାଧୀକୁ ଧରିବା ସହିତ ଘଟଣାର ପର୍ଦ୍ଦାଫାଶ ବି କରିଛି। ପୋଲିସ ଚାହିଁଲେ ବି ଏମିତି ଘଟଣାକୁ ରୋକିବା କଷ୍ଟକର ଆଜ୍ଞା। କିନ୍ତୁ ବାପା ମା ମାନେ ଚାହିଁଲେ, ଆଉ ନିଜେ ଝିଅମାନେ ଚାହିଁଲେ ଏମିତି ଘଟଣା ଘଟିବା ପୂର୍ବରୁ ସଚେତନ ହେବା ଦରକାର। ଆଉ ନିଶ୍ଚିତ ଏମିତି ଦୁର୍ଘଟଣାରୁ ବଞ୍ଚିପାରିବା ଆଜ୍ଞା। ଜଗାର ଭୁଲ ଅଛି ଆଜ୍ଞା, ଆମେ ମାନୁଛୁ। ହେଲେ ସେ ଝିଅ କାହିଁକି ସେ ଜଗା ସହ କାର୍ରେ ବସି ଯାଇଥିଲା? ଏ ପ୍ରଶ୍ନର ଉତ୍ତର କିଏ ଦେବ ଆଜ୍ଞା? ବାପା ମା ମାନେ ନିଜ ଝିଅମାନଙ୍କ ଉପରେ ନଜର ରଖିବା ଦରକାର। ଆଉ ଝିଅମାନଙ୍କୁ ବି ବୁଝାଇ ଦେବା ଦରକାର। ଆଉ ଝିଅମାନେ ବି ବୁଝିବା ଦରକାର। ମାନୁଛୁ ଅଙ୍କିତାର ବି ଠିକ୍ ଭୁଲ ବୁଝିବାର ବୟସ ହେଇନଥିଲା। କିନ୍ତୁ ମା ଯେତେବେଳେ କଲ୍ କଲା, ଆଉ ଝିଅ ଯେତେବେଳେ କହିଲା ସାଙ୍ଗ ଘରକୁ ଯାଉଛି, ସେତେବେଳେ ମା ସେ ସାଙ୍ଗ ସହିତ କଥା ହେବାର ଥିଲା। ଆଉ ସେଇ ସାଙ୍ଗର ପରିବାର ଲୋକଙ୍କ ସହିତ ବି କଥା ହେବାର ଥିଲା ଆଜ୍ଞା। ଏମିତି କଥାକୁ ହାଲକା ଭାବରେ ନେବାର ନଥିଲା। ମୁଁ ଜାଣିନି ମୋ କଥା କେତେ ଠିକ୍, କିନ୍ତୁ ମୋ ମତରେ ଯଦି ତା ମା ଏମିତି କରିଥାନ୍ତା, ହୁଏତ ତା ଝିଅ ଆଜି
ସୁରକ୍ଷିତ ଘରକୁ ଫେରିଥାନ୍ତା ଆଜ୍ଞା। ଭଗବାନ କରନ୍ତୁ ଆଗକୁ ଆଉ କେଉଁ ଝିଅ ସହ ଏମିତି ନ ହେଉ। ସେଥିପାଇଁ ସବୁ ବାପା ମା' ମାନେ ସତର୍କ ରହିବା ନିହାତି ଜରୁରୀ ଆଜ୍ଞା। ପୋଲିସକୁ ଆମର ହୃଦୟରୁ ଧନ୍ୟବାଦ ଆଜ୍ଞା। ଗୋଟେ ଦିନ ଭିତରେ ପୁରା ଘଟଣାକୁ ସାମ୍ନାକୁ ଆଣିବା ସହିତ ଅପରାଧୀଙ୍କୁ ଧରି ଜେଲରେ ପୁରେଇଥିବାରୁ। ଏବେ ଆପଣ କୁହନ୍ତୁ ଏଇ ଜଗାକୁ କେମିତି ଦଣ୍ଡ ମିଳିବା ଦରକାର, ଯେମିତି ଆଗକୁ ଏମିତି କେହି କରିବା ପୂର୍ବରୁ 100 ଥର ଭାବିବେ। ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।